ଆକ୍ସନ୍ ମୋଡ଼୍ରେ ନବୀନ ସସ୍ପେଣ୍ଡକୁ ନେଇ ଏମିତି ପ୍ରତିକ୍ରିୟା ରଖିଲେ ଅରବିନ୍ଦ ସନାତନ। ଆକ୍ସନ୍ ମୋଡ଼୍ରେ ନବୀନ ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡ଼ିରୁ 2 ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସ୍ପେଣ୍ଡ କରାଯାଇଛି। ଭଲ ଭାବେ ଅନୁଧ୍ୟାନ ସହ ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଦୁହେଁ। ଅରବିନ୍ଦ କହିଛନ୍ତି ଯେ ମୁଁ ଜାଣିନି କାହିଁକି ମୋ ଉପରେ ଆକ୍ସନ୍ ନିଆଯାଇଛି। କାହା ସହ ମୋର ମତାନ୍ତର ନଥିଲା। ମୁଁ କୌଣସି ଦଳ ବିରୋଧୀ କାମ କରିନି। ମୋ ଦଳକୁ ଅସୁବିଧାରେ ପକାଇବା ଭଳି ବୟାନ ମଧ୍ୟ ଦେଇନାହିଁ। ମୋ ବାପା ସ୍ୱତନ୍ତ୍ର, ସେ ଜଣେ ପରିଚିତ ନେତା। ସେ ମୋ କାମରେ ମୁଣ୍ଡ ପୁରାନ୍ତି ନାହିଁ। ସେ ଯାହା କରିବେ ତାଙ୍କ ବ୍ୟାପାର। କାର୍ଯ୍ୟାନୁଷ୍ଠାନ କ'ଣ ପାଇଁ ନିଆଯାଇଛି ସେ ବିଷୟରେ ଜାଣିବା ପରେ ବିସ୍ତୃତ ପ୍ରତିକ୍ରିୟା ଗଣମାଧ୍ୟମରେ ରଖିବି ବୋଲି ସେ କହିଛନ୍ତି। ସେହିଭଳି ସନାତନ କହିଛନ୍ତି ଯେ ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ। 13 ତାରିଖ ମିଟିଂରେ ମୁଁ ନବୀନଙ୍କ ନାଁ ନେଇନି। ବିରୋଧରେ ମଧ୍ୟ କିଛି କହିନି। ବିଜେଡ଼ି ସମୟରେ କେନ୍ଦୁଝର ବିକାଶ ହୋଇନି ବୋଲି କହିଥିଲି। ଯଦି ଏତିକିରେ ସସ୍ପେଣ୍ଡ କରିବେ ତାହେଲେ ମୁଁ କିଛି କହିପାରିବି ନାହିଁ। ସସ୍ପେଣ୍ଡ କରିବା ପୂର୍ବରୁ ଡାକିଥିଲେ ନିଶ୍ଚିତ ଯାଇଥାନ୍ତି। ସସ୍ପେଣ୍ଡ କରିବା ପରେ ସଭାପତିଙ୍କୁ ଦେଖା କରିବା ଠିକ୍ ହେବନି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।